ନଜର ଆସିନି। ନଜର ଆସିବ କେତେବେଳେ, ଯେତେବେଳେ ଆମର ମାନେ ଇଲେକ୍ସନ ପୂର୍ବରୁ ତାଙ୍କର ମାନifestoରେ ରହିବ ଯେ ଆମର ଏତିକି ପରସେଣ୍ଟ ଲୋକ ଅଛନ୍ତି ଫିଲ୍ମ ପାଇଁ, ଯଦି କିଛି ଗୋଟେ ତାଙ୍କର ଆଜେଣ୍ଡାରେ ରହିବ, ଯେମିତି ଚାଷୀ ପାଇଁ କରାହେଉଛି ସବସିଡି ଦିଆଯିବ, ସାର ଦିଆଯିବ, ସୁଭଦ୍ରା ଯୋଜନା କରାଯିବ, ସେମିତି ଯଦି କଳାକାର ପାଇଁ ଗୋଟେ ଯୋଜନା କରାଯାଆନ୍ତା କିମ୍ବା ରହନ୍ତା ମାନifestoରେ, ତାହେଲେ ସରକାର ସେଟାକୁ ଭାବନ୍ତେ ଯେ ଆଙ୍କୁ ଯଦି ମୁଁ ସେଇ ମାନେ ଆଜେଣ୍ଡାରେ ନ ରଖିବି କିମ୍ବା ଯଦି ସେମାନଙ୍କୁ କିଛି ସାହାଯ୍ୟ ନ କରିବି ତାହେଲେ ଭୋଟ ପାଇବେନି। ସେତିକିବେଳେ କି ଆମ କଥା ବୁଝିବେ। ଯେହେତୁ ମାନifesto କିଛି ନାହିଁ, ଏମାନେ ଆମର ଭୋଟଟାକୁ ସେମାନେ ଗୌଣ୍ୟ ଭାବୁଛନ୍ତି, ମାନେ ଭାବୁନାହାନ୍ତି ଯେ ଆମ ଭୋଟରେ ସେମାନେ ଜିତିଛନ୍ତି ବୋଲି। ଯେତେବେଳେ ଗୋଟେ ଇଣ୍ଡଷ୍ଟ୍ରି ପାଇଁ ଗୋଟେ ମାନେ ମାନifestoରେ ଗୋଟେ ରହିବ, ମାନେ କ୍ଲଜ ରହିବ କି କ'ଣ ନା ଯେମିତି ମନେକର ଚାଷୀମାନଙ୍କୁ କଲେ କିମ୍ବା ଅନ୍ୟମାନଙ୍କ ପାଇଁ ୟୁଥ୍ ପାଇଁ କରୁଛନ୍ତି, ସେମିତି ଓଡ଼ିଆ ଫିଲ୍ମର ଗ୍ରୋଥ୍ ପାଇଁ ଗୋଟେ ପଦକ୍ଷେପ ନିଅନ୍ତେ କି ମାନifesto ରୁହନ୍ତା, ତାହେଲେ ସେତେବେଳକୁ ଆମେ ଭାବିବୁ ଯେ ଆମକୁ ସରକାର ଆମ କଥା ବୁଝୁଛନ୍ତି, କି ଯେଉଁ ସରକାର ଆମର ସେଇ ମାନେ ଦାବିଟା ପୂରଣ କରିବ। ତାହେଲେ ମାନେ ଦେଖନ୍ତୁ, ଯଦି ଫିଲ୍ମ ହଲ୍ ମୁଁ କରିବି, ଯେମିତି ବର୍ତ୍ତମାନ ଯେଉଁ ବିହାରରେ କରିଛନ୍ତି, ଯେଉଁ ଆମର ପ୍ରଶାନ୍ତ କିଶୋର କରିଛନ୍ତି ମଦ ପ୍ରଚଳନ କରି ମଦ ବନ୍ଦ ଅଛି, ସେମିତି ଯଦି ଗୋଟେ ମାନifesto ରୁହନ୍ତା, ଯେକୌଣସି ଦଳ ହଉ, ସେ ମାନେ ଯଦି ରହନ୍ତା ଯେ ଆମେ ଫିଲ୍ମ ଇଣ୍ଡଷ୍ଟ୍ରି ଡେଭଲପମେଣ୍ଟ କରିବୁ, ହଲ୍ କରିବୁ କିମ୍ବା ମାନେ ଯେଉଁ ସରକାର ସବସିଡ଼ି କରିବୁ, ତାହେଲେ ଆମକୁ ଖୁସି ଲାଗନ୍ତା ଯେ ଆମେ ତାଙ୍କ ମାନେ କହନ୍ତି ନଜରକୁ ଆସିଲୁ ଏବଂ ନିଶ୍ଚିନ୍ତ ଆମେ ଭୋଟ ଦେବୁ। କିଛି ନାହିଁ, ତେଣୁ ଆମେ ବି ସେମିତି ଭୋଟ ଦେଇ ଚାଲିଛୁ କିଛି ଆଶା ନ କରିକି। ମୁଁ ଭାବୁଛି ସରକାର ଏଥିପ୍ରତି ଗୁରୁତ୍ୱ ଦେବା କଥା।